ସ୍ପଷ୍ଟୀକରଣ କହିପାରିବି ଯେ କଣ ହେଇଛି କଣ ନାହିଁ। ଯେତେବେଳେ ମୁଁ ଅପେରା ସୂର୍ଯ୍ୟ ମନ୍ଦିରରେ କାର୍ଯ୍ୟରତ ଥିଲି ସେତେବେଳେ ଏକ ବିବାଦ ଉପୁଜିଥିଲା ସୂର୍ଯ୍ୟ ମନ୍ଦିର ଆଉ ଅପେରା ସିଂହ ବାହିନୀ ମଧ୍ୟରେ ଅର୍ଥ କାରବାରକୁ ନେଇକି ମୋ ମାଧ୍ୟମରେ। ସେଥିପାଇଁ ଉକ୍ତ ସମସ୍ୟାର ସମାଧାନ ନ ପାଇ ମୁଁ ତ ଘରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲି। ଆଉ ଘରେ ରହିବା ପାଇଁ ଯୋଉ ନିଷ୍ପତ୍ତି ନିଆଯାଇଥିଲା ସେ ସମାଧାନର ବାଟ ଥିଲା ସ୍ୱାସ୍ଥ୍ୟଗତ ସମସ୍ୟା। ଏକଥା ସେତେବେଳେ ମଧ୍ୟ ମୁଁ ଆପଣଙ୍କୁ କହିଥିଲି। ସ୍ୱାସ୍ଥ୍ୟଗତ ସମସ୍ୟାକୁ ଆଧାର କରିକି ଘରେ ରୁହା ହେଲା। ତେଣୁ ଶେଷ ମୁହୂର୍ତ୍ତରେ ତାପରେ ବି ମାଲିକ ମାନଙ୍କ ଆଗରେ ମୁଁ କହିଥିଲି ମିଡିଆରେ ଯେ ଯଦି ମାଲିକ ମାନେ ନିଷ୍ପତ୍ତି ନିଅନ୍ତି କାହିଁ କାମ କରିବି କିନ୍ତୁ ପ୍ରକୃତ ଘଟଣା ହଉଛି ବର୍ତ୍ତମାନ ଯାଏ କୌଣସି ଭାଗଫଳ ଛିଣ୍ଡି ପାରି ନାହିଁ। ଆପଣ ମାନେ ବି ଶୁଣିଥିବେ ମୁଁ ଯୋଉ ପାର୍ଟିରେ କାର୍ଯ୍ୟରତ ଥିଲି ଆମ ବାବୁ କାଳିଆ ବାବୁ ସିଏ ବି କହିଛନ୍ତି ଯେବେ ପିୟୁଷ ସୁସ୍ଥ ହବ ସେ ସୂର୍ଯ୍ୟ ମନ୍ଦିରରେ ଆସି ଯୋଗଦାନ କରିବ ଏବଂ ପାଢିବାବୁ ମଧ୍ୟ ସେଇ କଥା କହିଛନ୍ତି ପିୟୁଷ ସିଂହ ବାହିନୀକି ଆସିବ। ଏଇ ତ ଯୋଉ ସମସ୍ୟା ବିଗତ ଦିନରେ ଥିଲା ଯୋଉ ସମସ୍ୟାଟା ସମାଧାନ ହେଇପାରିଲା ନାହିଁ ବୋଲି ମୁଁ ନିଜେ ୱିଡ୍ର ହେଇଗଲି ଯେ ନା ଉଭୟ ମାଲିକଙ୍କ ସମ୍ମାନକୁ ଜଗି ମତେ ଗୋଟେ ବର୍ଷ ଘରେ ରହିବା ପାଇଁ ପଡିବ। ମୁଁ ଯେତେବେଳେ ଘରେ ରହିବା ପାଇଁ ନିଷ୍ପତ୍ତି ନେଲି ଏବଂ ମାଲିକ ସମ୍ମାନ ଉକ୍ତ ଚୁକ୍ତିଟିକୁ ମାନି ନେଲେ ତାପରେ ଏବେ ପ୍ରଶ୍ନର କିଛି ମାନେ ନାହିଁ କୁଆଡେ ଯିବା ନ ଯିବାର କୌଣସି ମାନେ ହିଁ ନାହିଁ। ଆଜ୍ଞା ଆଜ୍ଞା ସିଂହ ବାହିନୀ ମାଲିକ ଯିଏ ଆମ ପାଢିବାବୁ କହିଛନ୍ତି ଯେ ଟଙ୍କା ଫେରି ପାଇନାହାନ୍ତି ଇନକ୍ୟାସ ହେଇନି ଏବଂ ଗାଡି ମୋ ପାଖରେ ଅଛି। ଟଙ୍କା କାହିଁ ଫେରେଇବି ଗାଡି କାହିଁକି ଫେରେଇବି। 26 ମସିହାରୁ 30 ମସିହା ପର୍ଯ୍ୟନ୍ତ 5 ବର୍ଷ ମୁଁ ତ ଅପେରା ସିଂହ ବାହିନୀ ସାଙ୍ଗରେ ଚୁକ୍ତିବଦ୍ଧ ହେଲି। 5 ବର୍ଷ ତାଙ୍କ ପାଖରେ ମୁଁ କାମ କରିବି ତା ପଇସା ଫେରେଇବା ଗାଡି ଫେରେଇବା ମୁଁ ତ କହୁଛି ଫେରେଇଲେ ବାବୁ ଆଉ କଣ ନେବେ କେବେ ବି 5 ବର୍ଷ ପାଇଁ ଚୁକ୍ତିବଦ୍ଧ ହେଲି। ତେଣୁ ସେ କଥାରେ କିଛି ବି ନାହିଁ। ଯାତ୍ରାକୁ ନେଇ ଯୋଉ ବିବାଦ ଉପୁଜିଛି ଯୋଉମାନଙ୍କୁ ନେଇ ବିବାଦ ଉପୁଜିଛି ଯୋଉମାନେ ବିବାଦ ଉପଜଉଛନ୍ତି ଯଦି କେବଳ ମୁଁ ଶବ୍ଦଟିକୁ ଛାଡିଦେବେ ତାହେଲେ ସବୁ ସମସ୍ୟାର ସମାଧାନ ହେଇଯିବ। ଯୋଉ ଯାଏ ମୁଁ ଛାଡି ନାହାନ୍ତି ସେ ସମସ୍ୟାର ସମାଧାନ କେବେ ହେବ ନାହିଁ। ସବୁ ରାନୀପଣ୍ଡା ଯାତ୍ରା ପାଠିକି ଆସିଲେ ଆପଣଙ୍କୁ ମଧ୍ୟ ନବା ପାଇଁ ଗୋଟେ ଚାଲିଥିଲା ପ୍ରୟାସ ଇଏ ଗୋଟେ ପ୍ରଶ୍ନ ଉଠୁଥିଲା। ପ୍ରୟାସ କେବେ ବି ଚାଲିନି। ରାନୀ ଛୋଟ ପିଲା ନୁହଁ ସେ ବହୁତ ବୁଝିବା ସୁଝିବାର ପିଲା। ସିଏ ମଧ୍ୟ ଜାଣିଥିଲା ଯେ ପ୍ରକୃତରେ କଣ ନିଷ୍ପତ୍ତି ହେଇଛି ପିୟୁଷ କାହିଁକି ଘରେ ରହିଛି। ଯେତେବେଳେ ସବୁ କଥାକୁ ସେ ଜାଣିଥିଲା ସେ କାହିଁକି ମିଡିଆରେ କହିବ ଯେ ପିୟୁଷ ଆସିବ କି ମତେ ସେ କାହିଁକି ବାଧ୍ୟ କରିବ। ସୂର୍ଯ୍ୟ ମନ୍ଦିର ମାଲିକ କୋର୍ଟ ଯିବାକୁ ଧମକ ଦେଲେ। ଦେଖନ୍ତୁ ମୁଁ ତାଙ୍କ ପାଖରେ ଥିଲି ଯେତେବେଳେ ଏ ବର୍ଷ ମୁଁ ଘରେ ଅଛି ସେ ମଧ୍ୟ ମତେ ଚିଠି କରିଥିଲେ ଯେ କାର୍ଯ୍ୟରେ ଆସି ଯୋଗ ଦେବା ପାଇଁ କିନ୍ତୁ ଯେହେତୁ ମୁଁ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦର୍ଶାଇକି ଘରେ ରହିଛି ତ ଯାତ୍ରାକୁ ଯିବାଟା ଗୋଟେ ଇଣ୍ଡିସେଣ୍ଟ କଥା ହବ। ଏଇଟା ଗୋଟେ ଜଣା ପଡିଯିବ ଯେ ଲୋଭ ଯାହା ଲୋକ ଆଲୋଚନା କରୁଥିଲେ ସେ କଥାଟି ସତ ବୋଲି ପ୍ରମାଣିତ ହେଇଯିବ। ତେଣୁ ମୁଁ ତ ଘରେ ଅଛି ଯଦି ମତେ ଲିଗାଲ ନୋଟିସ ଦିଅନ୍ତି ତ ନିହାତି ତାଙ୍କ ପାଖରେ କିଛି ପ୍ରୁଫ ଥିବ ବୋଲି ତାଙ୍କ ସେ ସେତିକି ଷ୍ଟ୍ରଙ୍ଗ ଥିବେ ବୋଲି ତ ମତେ ଲିଗାଲ ନୋଟିସ କରିବେ ନା। ଲିଗାଲ ନୋଟିସ ଆସିଲା ପରେ ତାର ପ୍ରତି ଉତ୍ତର ମୁଁ କଣ ଦେବି ସେତେ ସେ ସମୟ କହିବ। ଆପଣ କହିଲେ 5 ବର୍ଷ ସିଂହବାହିନୀ ସହିତ ଚୁକ୍ତି ହେଇଛି। ଆଜ୍ଞା ଗୋଟେ ବର୍ଷ ପରେ ପୁଣି ସିଂହବାହିନୀ ଜଏନ କରିବେ ନା ଆଉ କୋଉଠି ଯିବେ। ସିଂହବାହିନୀ ଯିବି ଆଉ ଚୁକ୍ତି ଖିଲାପ କରିକି ଆଉ ହଇରାଣ ହେବି ଆଉ ବିବାଦ ଉପଜେଇବି। ଯାତ୍ରା ଜଗତ ଏତେ ହଇରାଣ ହବ ମୋ ପାଇଁ। ଗୋଟେ ବର୍ଷ ପରେ ଯିବେ କିନ୍ତୁ ବର୍ଷ ପରେ ବିବାଦ ଲାଗିଛି ମାଲିକ ସଂଘ କଳାକାର ମାଲିକ ମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ତାଙ୍କ ଭିତରେ ସମନ୍ୱୟ ନାହିଁ। ଆପଣ ମାଲିକ ସଂଘ ପାଇଁ ନିଜକୁ କାହିଁକି ବିରତି ଦଉଛନ୍ତି ନିଜକୁ କାହିଁକି ଆପଣ ରହୁଛନ୍ତି ତାଙ୍କ ଭିତରେ ତ ସମନ୍ୱୟ ନାହିଁ। ନା ସମନ୍ୱୟ ଠିକ କଥା ନାହିଁ। ମୁଖ୍ୟ କଥା ହଉଛି ଯେ ବହୁତ ବର୍ଷ ପରେ ମୁଁ ତ ଜାଣିନଥିଲି ମୁଁ ବି ମିଡିଆରୁ ଶୁଣିଲି ଯେ ସଂଘ ସକ୍ରିୟ ନଥିଲା କିନ୍ତୁ ଯେତେବେଳେ ମୋ ବିବାଦ ଉପୁଜିଲା ସେତେବେଳେ ସଂଘ ସକ୍ରିୟ ହେଲା ଏବଂ ଯାତ୍ରାରେ ଶୃଙ୍ଖଳା ଆଣିବା ପାଇଁ ମାଲିକ ମାନଙ୍କର ସଂଘର ନିତ୍ୟାନ୍ତ ଆବଶ୍ୟକତା ଅଛି। ତେଣୁ ସଂଘକୁ ସମ୍ମାନ ଦେବା ଗୋଟେ କଳାକାରର ଧର୍ମ। ମାଲିକ ସଂଘକୁ ସମ୍ମାନ ଦେବା କଳାକାରଙ୍କର ଧର୍ମ। ତେଣୁ ତାଙ୍କ ସମ୍ମାନକୁ ଜଗିକି ମୁଁ ଘରେ ରହିବା ପାଇଁ ନିଷ୍ପତ୍ତି ନେଲି। ସଂଘ ବାବୁଙ୍କୁ ନ୍ୟାୟ ଦେଇଛି କି ଅନ୍ୟାୟ କରିଛି ସେଟା ବାବୁ ବେଟର କହିପାରିବେ କିନ୍ତୁ ମୋ କ୍ଷେତ୍ରରେ ଯୋଉଦିନ ମିଟିଂ ଥିଲା ଯୋଉଦିନ ମୁଁ ଯାଇଥିଲି ସେଠି ସଭାରେ ମାଲିକ ମାନଙ୍କ ସାମ୍ନାରେ ମୁଁ ଠିଆ ହେଇଥିଲି ଉକ୍ତ ମିଟିଂରେ ଯୋଉ ଅନୁଷ୍ଠାନ ମୁଁ କାର୍ଯ୍ୟରତ ଅଛି ଆମ ବାବୁ କାଳିଆ ବାବୁ ଆଉ ଯୋଉ ଅନୁଷ୍ଠାନକୁ ମୋର ଯିବାର ଥିଲା ସିଂହ ବାହିନୀର ଆମ ପାଢୀ ବାବୁ ଉକ୍ତ ମିଟିଂରେ ସମସ୍ତେ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ଏ କଥାଟି ନିଷ୍ପତ୍ତି ହେଇଥିଲା।
ତେଣୁ ଏଥିରେ ମୋର ଆଉ କିଛି କହିବାର ନାହିଁ। ମାଲିକ ମାନେ ଯାହା ନିଷ୍ପତ୍ତି ନେବେ ମୁଁ ସବୁ କଥାକୁ ମାନି ନେବି। ହଁ ଏକଥା ସତ, ମୁଁ ଆସନ୍ତା 26 ମସିହାରୁ 30 ମସିହା ଯାଏ ମୁଁ ସିଂହ ବାହିନୀ ସାଙ୍ଗରେ ଅନୁବନ୍ଧିତ ହେଇକି ଅଛି। ତଥାପି ମୁଁ ବାବୁଙ୍କୁ କହିଛି ମାଲିକ ସଂଘ ଯାହା ନିଷ୍ପତ୍ତି ନେବ ସେ କଥା ମୁଁ ମାନି ନେବି। ଏବେ ଆପଣ ଏବେ ସିଂହବାହିନୀରେ କାମ କରୁଛନ୍ତି। ଏବେ ମାନେ 26 ମସିହା ଏବେ ଆପଣ କାମ କରିବେ ନାହିଁ କୌଣସି ପାର୍ଟି। ଆଜ୍ଞା ଏବେ ଆଉ ଏଇ ସମୟ ଭିତରେ ଆଉ କୌଣସି ପାର୍ଟି ସହିତ ଯୋଗାଯୋଗ ଆପଣ ଆଉ ନା, ଆ ଭିତରେ ଯଦି କିଛି ହବ ସେଟା ମାଲିକ ସଂଘ ନିଷ୍ପତ୍ତି ନେବେ। ଆପଣଙ୍କ ଆଶା ଅଛି ମାଲିକ ସଂଘ ଡିସାଇଡ୍ କରନ୍ତି ପୁଣି 25-26 କରିବା ପାଇଁ ଆପଣ ପୁଣି ଯୋଗଦେବେ ଯାତ୍ରାରେ ନା ସେ ବିରତି ବର୍ଷ ପାଇଁ ନେଇଛନ୍ତି ନେବେ? ମାଲିକ ସଂଘ ଯଦି ନିଷ୍ପତ୍ତି ନେବେ କାହିଁକି ହବ। ଆପଣଙ୍କର ଯାତ୍ରା ବିବାଦକୁ ନେଇ କିଛି ଜୁନିୟର କଳାକାର ହାରାସମେଣ୍ଟ ହେଇଛନ୍ତି, ଇଏ ବି ଗୋଟେ ଅଭିଯୋଗ। ହଁ ନିହାତି ହେବେନି, ନିହାତି ହେବେନି। ଆ ପାଇଁ ଉତ୍ତର ଦେଇ କିଏ? ଯଦି ମୋ ପାଇଁ ପ୍ରକୃତରେ ହଇରାଣ ହେଇଥାନ୍ତି ବୋଲି ଆପଣ ମାନେ ଭାବୁଥାନ୍ତି ସେଥିପାଇଁ ଉତ୍ତରଦାୟୀ ମୁଁ ହେବି। ଯଦି ଆଉ କାହା ପାଇଁ କିଏ ହଇରାଣ ହେଇଥାନ୍ତି ଉତ୍ତରଦାୟୀ ସିଏ ହେବେ। କାହିଁକିନା ଗୋଟେ ଗଛରୁ ଯେତେବେଳେ ଡାଳଟେ ଭାଙ୍ଗେ ସିଏ ତଳେ ପଡିବା ମୋ ଭିତରେ ଯୋଉ ଘର କି ଯାହା ଉପରେ ସବୁ କ୍ଷତି କରେ ସେଟା ହଉଛି ସେଇଟାର ଦୋଷ। ତେଣୁ ଯଦି ମୋ ପାଇଁ କିଏ କିଛି କ୍ଷତି ପାଇଥାନ୍ତି ତା ପାଇଁ ଉତ୍ତରଦାୟୀ ତ ମୁଁ ହିଁ ନିହାତି ରହିବି। ପରିବାର ଭିତରେ ଏତେ ଗୁଡେ ବିବାଦ କେମିତି ରହିଥିଲା ଭିତରେ ଯେ ଲାଷ୍ଟ ହେଲା ତାର ଇଏ ବାହାରୁନି ସମାଧାନ? ବୁଝିପାରିଲେନି, ଯେତେବେଳେ ନଈ ବଢି ଆସେ, ଯେତେବେଳେ ବଢି ପାଣି ଗୋଟେ ବନ୍ଧ ଫଟେଇକି ବାହାରିବା ପାଇଁ ଆସେ, ଗୋଟେ ଛୋଟିଆ ପ୍ରଥମେ ଛୋଟିଆ ବିନ୍ଦୁଟେ କଣା ହୁଏ, ସେଇପଟେ ପାଣି ଆସି 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 ଧୀରେ ଧୀରେ ବ୍ରାଷ୍ଟ କରିଯାଏ। ସେ ପର୍ଯ୍ୟନ୍ତ ପାଣି ବାହାରିବାର ବାଟ ପାଇନଥାଏ। ଯେତେବେଳେ ବାହାରିବାର ବାଟ ପାଇଯାଏ ସେ ଯେ ରାସ୍ତାଟିକୁ ଫଟେଇକି ତା ରାସ୍ତା କ୍ଲିୟର କରେ। ତେଣୁ ଅବିକା ପରିବାର ଭିତରେ ଯାହା ଦ୍ୱନ୍ଦ୍ୱ ଥିଲା କି ଯାହା ବି ଥିଲା ଏସବୁ ଗୋଟେ ଆବଦ୍ଧ ଭିତରେ ଥିଲା, କିନ୍ତୁ ବାହାରକୁ ଆସିବାର ବାଟ ପାଇନଥିଲା। ଯେତେବେଳେ ବାଟ ମିଳିଗଲା ସବୁ ଧସେଇକି ବାହାରକୁ ଚାଲି ଆସିଲା ପ୍ରତ୍ୟେକ ଦ୍ୱନ୍ଦ୍ୱ। ଆଜ୍ଞା ସେ ଘାଇଟାକୁ କେବଳ ମୁଁ ପଣିଆ ହିଁ ମାରିପାରିବ। ଯଦି ଆମେ ମୁଁ ପଣିଆ ଛାଡି ଦେଇକି ଆମେକୁ ପଳେଇ ଆସିବା, ମୋ ଯାତ୍ରା ମୋ ସଂସ୍ଥା ଏସବୁ ଛାଡିକି ଆମ ଯାତ୍ରା ଆମ ସଂସ୍ଥା ଯଦି ହେଇଯିବ, ମାଲିକ ମାନେ ବି ଯଦି ମୁରୁ ଛାଡିକି ଆମେ ହେଇଯିବେ, କଳାକାର ମାନେ ବି ଯଦି ମୁରୁ ଛାଡିକି ଆମେ ହେଇଯିବେ, ସମସ୍ୟାର ସମାଧାନ ନିହାତି ହେଇଯିବ। ଆଉ ଜଣେ କଳାକାର ମଧ୍ୟ ସମାନ ଭୁଲ କଲେ, ସେ ଗୋଟେ ପାର୍ଟିରୁ ପଇସା ରଖି ତାକୁ ଫେରିକି ଏଭଳି କଲେ, ତାଙ୍କ ପ୍ରତି କିଛି କାର୍ଯ୍ୟାନୁଷ୍ଠାନ ନିଆଗଲେ, ଆପଣ ଅପିଲ କରିବେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ? କାହା କଥା କହୁଛନ୍ତି? କାହ୍ନା ଭାଇଙ୍କ କଥା। ଦେଖନ୍ତୁ ମୋ ମ୍ୟାଟର ସମ୍ପୂର୍ଣ୍ଣ ଅଲଗା, କାହ୍ନା ଭାଇଙ୍କ ମ୍ୟାଟର ସମ୍ପୂର୍ଣ୍ଣ ଅଲଗା। ମୁଁ ତ ସେ ପାର୍ଟିରେ ନଥିଲି, ସେ ପାର୍ଟିରେ କାହ୍ନା ଭାଇ ଥିଲେ। ତେଣୁ ସିଏ ତାଙ୍କ ମତ ବ୍ୟକ୍ତିଗତ ମତ ଦେଇଛନ୍ତି, କିଛି ନ ଜାଣିକି ତାଙ୍କ କଥାରେ ଉତ୍ତର ଦେବାଟା ନିହାତି ଭୁଲ ରହିବ। ଏ ସବୁ ଫିଲ୍ମ ଯାତ୍ରାରୁ ଫିଲ୍ମ ଗୋଟେ ପୁଣି ଆସୁଛି ଆପଣଙ୍କ ନାଁ ଚର୍ଚ୍ଚା ବି ହଉଛି। ଆଜ୍ଞା ଯାତ୍ରା ବିବାଦ ପରେ ଫିଲ୍ମ ଯିବେ ଏ ଗୋଟେ ଚର୍ଚ୍ଚା ହଉଛି, ତାକୁ କେମିତି ଦେଖିବେ? ଦେଖନ୍ତୁ ଯାତ୍ରା ସିନେମା ଦିଟାକ ଗୋଟିଏ ସେକ୍ଟର ହେଲେ ବି ଅଲଗା ଅଲଗା ଜିନିଷ। ଯଦି ଦର୍ଶକଙ୍କ ଭଲ ପାଇବା ଥିବ ଆଉ ପ୍ରଯୋଜକ ଯିଏ ପଇସା ଖର୍ଚ୍ଚ କରିବେ ସିନେମାରେ ସିଏ ଯଦି ତାଙ୍କ ଉପଯୁକ୍ତ ଟଙ୍କା ଫେରି ପାଇବେ ବୋଲି ଆଶା କରିବେ ତ ମୁଁ କାହିଁକି ସିନେମା ନ କରିବି। ଆଉ ମୋ ପଛରେ ପଇସା ଲଗେଇବେ, ସେ ଟଙ୍କା ତାଙ୍କର ବୁଡିଯିବ, ଲାଭଟା କଣ ହବ? ମୁଁ ବି ମରିବି, ମୋ ସାଙ୍ଗରେ ନେଇକି ଆଉ 4-5ଟା ଲୋକଙ୍କୁ ବି ମରିଯିବି, ଲାଭଟା କିଛି ନାହିଁ। ଏବେ ଯାତ୍ରା ମାଲିକକୁ କଣ ଅନୁରୋଧ କରିବେ, ଯୋଉମାନେ କଳାକାର ସେମାନଙ୍କୁ କଣ ଅନୁରୋଧ କରିବେ ଯୋଉଠି ବିବାଦ ଲାଗି ରହିଛି? କେବଳ ଗୋଟିଏ ଅନୁରୋଧ କରିବି ଯେ ମୁଁ ପୁଣିଆ ଛାଡିକି ଆମେ ହେଇଯାଆନ୍ତୁ, ଆଉ କିଛି ବି ନାହିଁ ଏ କଥାରେ। କାହିଁକି ନା ପ୍ରତ୍ୟେକ ଘର ଭିତରେ କଳି ଅଛି, ପ୍ରତ୍ୟେକ ଘର ଭିତରେ ଦ୍ୱନ୍ଦ୍ୱ ଅଛି। ଆଉ ମୁଁ ଛାଡିଦେଲେ ପ୍ରତ୍ୟେକ ଜିନିଷର ସମାଧାନ ହେଇଯିବ। ଆଉ ଯଦି ଦର୍ଶକଙ୍କ ଭଲ ପାଇବା ଥିବ, ଭାଇ ଯେମିତି ପଚାରିଲେ ଫେରିବେ କି ନାହିଁ, ଦର୍ଶକଙ୍କ ଭଲ ପାଇବା ଥିଲେ ମୁଁ ନିହାତି ଫେରିବି। କାହିଁକି ନା ବିଗତ ଦିନରେ ଯେତେବେଳେ ମୁଁ ତୁଳସୀ ଗଣନାଟ୍ୟରେ ଥିଲି, ଜାଗର ସମୟରେ ମୋର ଗୋଟେ ଇନସିଡେଣ୍ଟ ଘଟିଥିଲା, ପେଣ୍ଡାଲ ଉପରେ ପଡି ଯାଇଥିଲି, ମୋର ପେଲଭିସ ବୋନ୍ ମାଡ଼ ହେଇଥିଲା, ଡାକ୍ତର 21 ଦିନ ରେଷ୍ଟ ଲେଖିଥିଲେ। କିନ୍ତୁ ସେ ଟାଇମରେ ମୁଁ ଦେଖିଥିଲି ଦର୍ଶକ ମାନଙ୍କର ଭଲ ପାଇବା, ଠାକୁର ମନ୍ଦିର ଯାଇ ପୂଜା କରିବା, ଜାଗର ଦିନ ଦର୍ଶକ ମାନ ଭଲ ପାଇବା, ଠାକୁରଙ୍କ ଆଶୀର୍ବାଦରୁ ମୁଁ 4 ଦିନ ଯାଇ ମୋ କାମରେ ଯୋଗ ଦେଇଥିଲି। ମୋ ଅଣ୍ଟା ମାଡ଼ ହେଲା ପରେ ବି, ଡାକ୍ତର ରେଷ୍ଟ ଦେଲା ପରେ ବି ଯଦି 21 ଦିନର କାମ ମୁଁ 4 ଦିନରେ ଦର୍ଶକଙ୍କ ଭଲ ପାଇବା ପାଇଁ ସୁସ୍ଥ ହେଇକି କର୍ମକ୍ଷେତ୍ରରେ ଯୋଗ ଦେଇ ପାରିଲି, ଏବେ ତ ମୁଁ ସୁସ୍ଥ ମଣିଷ। ଯଦି ଦର୍ଶକଙ୍କ ଭଲ ପାଇବା ଥିବ ନିହାତି ମୁଁ ଆସିକି ଯୋଗ ଦେବି। କାହିଁକି? ଆଜ୍ଞା ମିଡିଆ ହାଇପ୍ କହିବା ବି କିଛି ତ୍ରୁଟି ନୁହଁ। କାହିଁକି ନା ଗୁଡାଏ ଲୋକ ଯୋଉମାନେ କି ଯାତ୍ରା ସହିତ ସଂଶ୍ଳିଷ୍ଟ ନୁହନ୍ତି, ଯାତ୍ରା ବିଷୟରେ କିଛି ଜାଣିନାହାନ୍ତି, ସେମାନେ ମଧ୍ୟ ଯାତ୍ରାକୁ ଲଙ୍ଗଳା କରିଦଉଛନ୍ତି ସୋସିଆଲ ମିଡିଆରେ ଭୁଲ ଭାଲ କଥା କହିକି, ଯଦ୍ୱାରା ଯାତ୍ରା ବି ପଥଭ୍ରଷ୍ଟ ହେଇଯାଉଛି, ଲୋକଙ୍କ ଆଗରେ ନିନ୍ଦିତ ହଉଛି। ତ ନିହାତି ଏଟା ଗୋଟେ ହାଇପ୍ ନୁହଁ। କାହିଁକି? କିଏ ବୁଝିନାହାନ୍ତି? ସମସ୍ତେ ବୁଝିବା ଦରକାର ଯେ ମୁଁ ବୁଝିଲେ ହେଇଯିବ, ଆପଣ ବୁଝିଲେ ହେଇଯିବ ସେଇଟା ନୁହଁ, ଆମେ ବୁଝିବା ଦରକାର। ମୁଁ ସବୁବେଳେ କହିଛି ଆମେ ବୁଝିବା ଦରକାର, ଆମେ ହିଁ ବୁଝିଲେ ସମସ୍ୟାର ସମାଧାନ ହବ। ମୁଁ ଯେ ବୁଝିଲେ ସମସ୍ୟାର ସମାଧାନ ହେଇଯିବ ଏଟା କେବେ ବି ନୁହଁ।
ମଞ୍ଚ ବଞ୍ଚିବା ଦରକାର, କଳା ବଞ୍ଚିବା ଦରକାର। ମଞ୍ଚ ବଞ୍ଚିବ ଆଜ୍ଞା। ଆପଣ ଭାବୁଛନ୍ତି କି ଯଦି ପିୟୁଷ ତ୍ରିପାଠୀ ଯାତ୍ରାକୁ ନ ଆସେ, କେବେ ବି ନ ଆସେ, ଯାତ୍ରା ସଂସ୍ଥା ବନ୍ଦ ହେଇଯିବ? କେବେ ବନ୍ଦ ହବ? ଯାତ୍ରା ସବୁବେଳେ ପାଇଁ ଚାଲିବ। ମୁଁ ନଥିଲି ବି ଯାତ୍ରା ଚାଲିଥିଲା। ମୋ ବାପା ଯାତ୍ରା ଦେଖନ୍ତି ଛୋଟବେଳେ। ମୁଁ ବଡ଼ ହେଇକି ଯାତ୍ରା କଲି। ଯେତେବେଳେ ବାପା ମତେ ଅପୋଜ କରୁଥିଲେ ଯେ ଯାତ୍ରା କରନା, ମୁଁ ଯାତ୍ରା କଲି ଏବଂ ବାପା ଏବେ ମୋର ସବୁଠୁ ବଡ଼ ଫ୍ୟାନ୍। ମୁଁ ଚାଲିଗଲା ପରେ ବି ଯାତ୍ରା ରହିବ। ମୋ ପରପିଢ଼ିରେ କଳାକାର ମାନେ ଆସିବେ, ଯାତ୍ରା ନିହାତି ବଞ୍ଚିବ ଆଉ ବହୁତ ଭଲ ଭାବରେ ବଞ୍ଚିବ। ଏ ବିବାଦ ପରେ ଯାତ୍ରା ଏକ ଶୃଙ୍ଖଳିତ ମାର୍ଗ ଦେଇ ଗତି କରିବ ବୋଲି ଆମେ ସମସ୍ତେ ଆଶା କରୁ। ଓକେ, ଥ୍ୟାଙ୍କ